ଏକ ସୁନ୍ଦର ଗାଁଟିଏ ଥିଲା। ଗାଁର ଚାରିପାଖରେ ପାହାଡ଼ ଜଙ୍ଗଲ ଘେରି ରହିଥିଲା। ସକାଳୁ ସକାଳୁ ପକ୍ଷୀମାନଙ୍କର କୁଳୁକୁଳୁ ଶବ୍ଦରେ ଗାଁଟି ପରିପୂର୍ଣ୍ଣ ହୋଇ ଉଠୁଥିଲା। ସେହି ଗାଁରେ ଏକ ଗରିବ କୃଷକ ରହୁଥିଲେ, ଯାହାଙ୍କର ନାମ ରାମୁ ଥିଲା। ରାମୁଙ୍କ ଘରେ ରାମୁଙ୍କର ସ୍ତ୍ରୀ ସୁଲୋଚନା ଓ ତାଙ୍କର ଏକ ଛୋଟ ପୁଅ, ଯାହାର ନାମ ନଟିଆ ଥିଲା। ସେମାନଙ୍କର ପରିବାରରେ ବହୁତ ଅସୁବିଧା ଲାଗି ରହିଥିଲା। ସେମାନେ ବହୁତ ଅସୁବିଧାରେ ଚଳୁଥିଲେ। ଏକ ଦିନ ରାମୁ ସ୍ଥିର କଲେ ସେ କିଛି ଗାଈମାନଙ୍କୁ ପାଳିବାକୁ ବା ସେମାନଙ୍କ କ୍ଷୀରକୁ ସେ ବିକ୍ରି କରି ଚଳିବାକୁ ସ୍ଥିର କଲେ। ରାମୁ ଗାଈମାନଙ୍କୁ ପାଳିବାକୁ ଲାଗିଲେ। ସେମାନଙ୍କୁ ସେ ପ୍ରତିଦିନ ଜଙ୍ଗଲକୁ ଚରାଇବାକୁ ନେଉଥିଲେ ଓ ସନ୍ଧ୍ୟାବେଳେ ପୁଣି ଥରେ ଘରକୁ ନେଇ ଆସୁଥିଲେ। ସନ୍ଧ୍ୟା ହୋଇଗଲେ ଗାଈମାନଙ୍କ କ୍ଷୀରକୁ ଦୁଇଁକି ନେଇ ବିକ୍ରି କରୁଥିଲେ। ନଟିଆ ମଧ୍ୟ ବାପାଙ୍କୁ ସାହାଯ୍ୟ କରୁଥିଲା। ଏମିତି କିଛି ଦିନ ବିତିଯିବା ପରେ ରାମୁ ଧୀରେ ଧୀରେ ଗାଈମାନଙ୍କ କ୍ଷୀରକୁ ବିକ୍ରି କରି ଭଲରେ ଚଳିବାକୁ ଲାଗିଲେ। ରାମୁ ପ୍ରତିଦିନ ପରି ସକାଳୁ ଉଠି ଗାଈମାନଙ୍କୁ ଜଙ୍ଗଲକୁ ଚରାଇବାକୁ ନେଉଥିଲେ। ସେହି ଜଙ୍ଗଲରେ ଏକ ବିଶାଳ ବଡ଼ ବାଘଟିଏ ରହୁଥିଲା। ସେହି ବାଘଟି ସମସ୍ତଙ୍କୁ ଧରି ଶିକାର କରି ଖାଇଦେଉଥିଲା। ସମସ୍ତେ ଭୟଭୀତ ଅବସ୍ଥାରେ ରହୁଥିଲେ। ବାଘଟିର ଗର୍ଜନରେ ଜଙ୍ଗଲଟି କମ୍ପି ଉଠୁଥିଲା। ଗାଁର ଲୋକମାନେ ସନ୍ଧ୍ୟାବେଳେ କେହି ଘରୁ ବାହାରୁ ନଥିଲେ, କାରଣ ସେମାନେ ବାଘଟିକୁ ବହୁତ ଭୟ କରୁଥିଲେ। ଧୀରେ ଧୀରେ ଗ୍ରୀଷ୍ମ ଋତୁ ଯାଇ ବର୍ଷା ଋତୁ ଆସିବାକୁ ଲାଗିଲା। ଜଙ୍ଗଲରେ ବର୍ଷା ହେବା ଦ୍ୱାରା ଛୋଟ ଛୋଟ ପଶୁମାନେ ଅନ୍ୟ ଜାଗାକୁ ପଳାଇଗଲେ। ବାଘଟି ପାଇଁ ଖାଦ୍ୟ ସଂଗ୍ରହ କରିବା ବହୁତ କଷ୍ଟକର ହୋଇପଡ଼ିଲା। ଫଳରେ ବାଘଟି ଖାଇବା ପାଇଁ ବହୁତ ହଇରାଣ ହେବାକୁ ଲାଗିଲା। ଏକ ଦିନ ରାତିରେ ବାଘଟି କିଛି ଶିକାର ନ ପାଇ ଗାଁ ଭିତରକୁ ପଶି ଆସିଲା। ବାଘଟି ଆସି ରାମୁଙ୍କ ଗୁହାଳ ପାଖରେ ଛିଡ଼ା ହୋଇଗଲା। ବାଘଟି ଦେଖି ଗାଈଗୁଡ଼ିକ ହାମା ହାମି କରି ଜୋରରେ ବୋବାଇବାକୁ ଲାଗିଲେ। ସୁଲୋଚନା ଭୟରେ କହିଲେ, ହେ ଭଗବାନ, ଏହା ନିଶ୍ଚୟ ସେ ବାଘ ହୋଇଥିବ। ଭୟରେ ନଟିଆ ବାପାଙ୍କୁ କହିଲା, ବାପା ବାପା, ବାହାରକୁ ଯାଅ ନାହିଁ। ବାହାରେ ସେ ବାଘ ଛିଡ଼ା ହୋଇଛି। କିନ୍ତୁ ରାମୁ କାହାରି କଥାକୁ ନ ଶୁଣି ଏକ ଲଣ୍ଠନ ଧରି ଗୁହାଳ ପାଖକୁ ଆସିଲେ ଓ ଦେଖିଲେ ବାଘଟି ଗାଈମାନଙ୍କ ପାଖରେ ଛିଡ଼ା ହୋଇ ଜୋରରେ ଗର୍ଜନ କରୁଛି। ରାମୁ ଭୟରେ କହିଲେ, ହେ ବାଘ ଭାଇ, ତୁମେ ମୋ ଗାଈମାନଙ୍କୁ ଖାଅ ନାହିଁ, ନହେଲେ ମୋର ପରିବାର ଭୋକ ଉପାସରେ ମରିଯିବେ। ବାଘଟି ଗର୍ଜନ କରି କ୍ରୋଧରେ କହିଲା, ଚୁପ୍ କର, ମୋତେ ଆଜି ପ୍ରବଳ ଭୋକ। ମୁଁ 2 ଦିନ ହେଲା କିଛି ଖାଇ ନାହିଁ। ମୁଁ ଆଜି ଏଇ ଗାଈମାନଙ୍କୁ ଖାଇଦେବି। ବାଘଟିର ଗର୍ଜନ ଶୁଣି ପାଖ ପଡ଼ୋଶୀ ରାଜୁ ଓ ମଧୁ ସେଠାକୁ ଆସିଲେ। ରାଜୁ କହିଲା, ରାମୁ ଭାଇ, ଆମେ ଏଇ ବାଘଟିକୁ ଏବେ ହିଁ ମାରିଦେବା, ନହେଲେ ଏ ଆଜି ତୁମର ଗାଈକୁ ଖାଇଦେବ ଓ କାଲି ମଧ୍ୟ ଆସି ଆମ୍ଭମାନଙ୍କର ଗାଈକୁ ଖାଇଦେବ। ଆମେ ଆଜି ୟାକୁ ମାରିଦେବା।
ରାମୁ କହିଲେ, ହଁ ହଁ, ଆମେ ଏ ବାଘଟିକୁ ଆଜି ମାରିଦେବା। ଏ ବାଘଟି ଆମର ପରମ ଶତ୍ରୁ ଅଟେ। ପଡ଼ୋଶୀମାନେ ଆଶ୍ଚର୍ଯ୍ୟ ହୋଇ ବାଘକୁ ଦେଖୁଥିଲେ, କିନ୍ତୁ କେହି ବାଘର ପାଖକୁ ଯିବା ପାଇଁ ସାହସ କରୁନଥିଲେ। ଏତେ ବଡ଼ ବାଘ ପାଖକୁ କେହି ଯାଉନଥିଲେ। ହଠାତ୍ ଘର ଭିତରୁ ନଟିଆ ବାହାରକୁ ଆସିଲା ଓ ଧୀରେ ଧୀରେ ଆଗକୁ ବଢ଼ିବାକୁ ଲାଗିଲା। ବାଘଟି ଜୋରରେ ଗର୍ଜନ କରୁଥାଏ। ସୁଲୋଚନା ଦୂରରୁ ଚିତ୍କାର କରୁଥାନ୍ତି, ରହିଯା ନଟିଆ, ରହିଯା, ଆଗକୁ ଯାଅ ନାହିଁ, ଆଗରେ ବାଘ ଅଛି। କିନ୍ତୁ ନଟିଆ ଭୟ ନକରି ଆଗକୁ ଚାଲିବାକୁ ଲାଗିଲା। ବାଘଟି ନଟିଆକୁ ଦେଖି କହିଲା, କୁଆଡ଼େ ଆସିଛୁ ତୁ ବାଳକ? ପଛକୁ ଫେରିଯା। ମୋତେ ମୋର କାମ କରିବାକୁ ଦେ। ନଟିଆ ବାଘଟିକୁ ବିନମ୍ର ହୋଇ କହିଲା, ହେ ବାଘ ମାମୁଁ, ଦୟାକରି ଆମମାନଙ୍କ ଗାଈକୁ ଛାଡ଼ି ଦିଅନ୍ତୁ, ନହେଲେ ଆମ୍ଭେମାନେ ଖାଇବାକୁ ପାଇବୁ ନାହିଁ। ଆମେମାନେ ଏଇ ଗାଈମାନଙ୍କ କ୍ଷୀରକୁ ବିକ୍ରି କରି ଚଳୁଛୁ। ଦୟା କରନ୍ତୁ ବାଘ ମାମୁଁ, ଦୟା କରନ୍ତୁ। ଆମକୁ ଛାଡ଼ି ଦିଅ। ବାଘଟି ନଟିଆର କଥା ଶୁଣି ପ୍ରଥମେ ଜୋରରେ ଗର୍ଜନ କରି କହିଲା, ତୁ ଚାଲିଯା ଏଠାରୁ। କିନ୍ତୁ ନଟିଆ ବାଘର ଗର୍ଜନକୁ ଡରିଲା ନାହିଁ। ସାହସର ସହିତ ଛିଡ଼ା ହୋଇ ପୁଣି ଥରେ ବାଘକୁ ଅନୁରୋଧ କରିବାକୁ ଲାଗିଲା। କିଛି ସମୟ ପରେ ବାଘଟି ନଟିଆର କଥାରେ ଗାଈମାନଙ୍କୁ ଛାଡ଼ିଦେଇ ନଟିଆର ପାଖକୁ ଆସିଲା ଓ ନଟିଆକୁ କହିଲା, ଏ ବାଳକ, ତୁମେ ମୋର ଆଖି ଖୋଲିଦେଲ। ଆଜି ମୁଁ ପ୍ରଥମେ ତୁମକୁ ଡରାଇବାକୁ ଚେଷ୍ଟା କରୁଥିଲି, କିନ୍ତୁ ତୁମେ ମୋର ଗର୍ଜନରେ ଡରିଲ ନାହିଁ। ନିଜ ଜୀବନକୁ ଭୟ ନକରି ତୁମେ ଏଠାରେ ଛିଡ଼ା ହୋଇ ରହିଲ ତୁମର ଗାଈମାନଙ୍କ ପାଇଁ। ମୁଁ ତୁମକୁ ପରୀକ୍ଷା କରୁଥିଲି। ମୁଁ ଆଜିଠାରୁ ତୁମ ଗାଈମାନଙ୍କ ପାଖକୁ ଆସିବି ନାହିଁ ଓ କାହାରିକୁ ହଇରାଣ କରିବି ନାହିଁ। ଏହା କହି ବାଘଟି ଧୀରେ ଧୀରେ ଜଙ୍ଗଲ ଆଡ଼କୁ ଫେରିଗଲା। ବାଘଟି ଯିବା ପରେ ଗାଁର ଲୋକମାନେ ବହୁତ ଖୁସି ହୋଇଗଲେ ଓ ନଟିଆକୁ କହିଲେ, ଏ ନଟିଆ, ତୁ ଆଜି ଆମ ସମସ୍ତ ଗାଁ ଲୋକମାନଙ୍କୁ ବାଘର କବଳରୁ ରକ୍ଷା କରିଦେଲୁ। ନଟିଆ କହିଲା, ଯେଉଁଠାରେ ବଡ଼ ସମସ୍ୟା ଆସିଥାଏ ସେ ମଧ୍ୟ ସମାଧାନ ହୋଇଥାଏ, କିନ୍ତୁ କିଛି ବଳପୂର୍ବକ ସମାଧାନ ହୋଇନଥାଏ। ସେହିଦିନଠାରୁ ଗାଁର ଲୋକମାନେ ନଟିଆର ବୁଦ୍ଧିକୁ ସମ୍ମାନ ଦେବାକୁ ଲାଗିଲେ। ପୁଣି ଥରେ ରାମୁଙ୍କର ପରିବାର ପୂର୍ବପରି ଖୁସିରେ ଚଳିବାକୁ ଲାଗିଲେ।